ଗୁରୁବାର ଭୋର ପ୍ରଭାତର ଶୀତୁଆ ବେଳା। ସମୟ ପାଖାପାଖି 3ଟା। ସେହି ସମୟରେ ଅଧିକାଂଶ ଲୋକ ସ୍ୱପ୍ନରେ ଥିଲେ। ସେହି ସମୟରେ ପୁର୍ଲି ସାଇ କୃଷ୍ଣ କୁମାର ନିଜର ବସ୍ଟିକୁ ଶାନ୍ତ ରାସ୍ତା ମଧ୍ୟରେ ବିଜୟନଗରମରୁ ମାଲକାନଗିରି ଦିଗରେ ଚାଳନା କରୁଥିଲେ। ଏକ ନିଷ୍ଠାବାନ ଡ୍ରାଇଭର ଭାବେ ସେ କେବଳ ଯାତ୍ରୀଙ୍କୁ ନୁହେଁ, ତାଙ୍କ ଘରେ ପହଞ୍ଚିବାର ଆଶା ଓ ସୁରକ୍ଷାକୁ ମଧ୍ୟ ବକାଇ ନେଇଥିଲେ। ରାସ୍ତା ମଧ୍ୟରେ କେଉଁଠି ଭାଗ୍ୟ ତାଙ୍କୁ ଏକ ବ୍ୟଥିଭରା ଘାତ ଦେଲା। କୃଷ୍ଣ କୁମାର ହଠାତ୍ ତୀବ୍ର ଛାତିରେ ବେଦନା ଅନୁଭବ କଲେ। ଏକ ନୀରବ ଓ ଘାତକ ସଂକେତ, ଯାହା ଅନେକ ଲୋକଙ୍କ ସମୟରେ ବୁଝିପାରନ୍ତି ନାହିଁ। କିନ୍ତୁ ସେ ଅସହ୍ୟ ବେଦନା ମଧ୍ୟରେ ନିଜର ଦାୟିତ୍ୱ ଓ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥିଲେ। ବିପଦ ବୁଝି ସେ ସାବଧାନରେ ବସ୍କୁ ରାସ୍ତା କଡ଼ରେ ଅଟକାଇଥିଲେ। କିଛି ମୁହୂର୍ତ୍ତ ପରେ ସେ ଅଚେତ ମଧ୍ୟ ହୋଇଥିଲେ। ସେହି ଅନ୍ତିମ ସଚେତନ କ୍ଷଣରେ ଦେଖାଯାଇଥିବା ତାଙ୍କର ଉପସ୍ଥିତି ବୁଦ୍ଧି ଯୋଗୁଁ ପ୍ରାୟ 25 ଜଣ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଯାଇଥିଲା। ସେ ଯଦି ଉପସ୍ଥିତି ବୁଦ୍ଧି ଖଟାଇ ନଥାନ୍ତେ, ତାହେଲେ ଏହି ନିର୍ଜନ ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥାନ୍ତା ଏବଂ ବସ୍ଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା। ସହଚାଳକ ଭୟଭୀତ ହୋଇ ମଧ୍ୟ ହୃଦୟରେ ହୌସଲା ନେଇ ଦାୟିତ୍ୱ ବହନ କଲେ। ସେ ତୁରନ୍ତ କୃଷ୍ଣ କୁମାରକୁ ଚିକିତ୍ସା ପାଇଁ ବସ୍ଟିକୁ କୋରାପୁଟ ଦିଗକୁ ନେଲେ। କିନ୍ତୁ ସବୁ ଚେଷ୍ଟା ସତ୍ତ୍ୱେ କୃଷ୍ଣ କୁମାରଙ୍କ ସ୍ୱାସ୍ଥ୍ୟର ଅବନତି ହେଲା ଏବଂ ଚିକିତ୍ସା ନେଉଥିବା ବେଳେ ସେ କୋରାପୁଟ ଚିକିତ୍ସାଳୟରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ତାଙ୍କର ଉପସ୍ଥିତି ବୁଦ୍ଧି ଓ ତ୍ୟାଗ ଏବଂ ବଳିଦାନ ଯୋଗୁଁ ନିଜ ଜୀବନ ଦେଇ ସେ ପ୍ରାୟ 25 ଜଣଙ୍କର ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବାରୁ ସେ ଆଜି ମାଲକାନଗିରିବାସୀଙ୍କ ପାଇଁ ଅମର।